ବାଇବଲ କ'ଣ ଏବଂ ଆମେ ବାଇବଲ କାହିଁକି ପଢ଼ିବା ଉଚିତ, ବାଇବଲ ପଢ଼ିଲେ ମଣିଷ କେଉଁ ପ୍ରକାର ଲାଭ ପାଏ। ପୁରାତନ ସମୟରେ ଯେତେବେଳେ ଲୋକେ ଗୁରୁତ୍ୱପୂର୍ଣ୍ଣ କଥା ଲେଖି ରଖିବାକୁ ଚାହୁଁଥିଲେ, ସେମାନେ ପଥର ଉପରେ ଖୋଦନ କରୁଥିଲେ। ଏହି ପ୍ରକ୍ରିୟାଟି ବହୁତ କଠିନ ଓ ଟାଇମ୍ ଟେକିଂ ଥିଲା। ପରେ ଲୋକେ ପଶୁମାନଙ୍କ ଚର୍ମ ଉପରେ ଲେଖିବା ଆରମ୍ଭ କଲେ, ଯାହାକୁ ପାର୍ଚମେଣ୍ଟ ବୋଲି କୁହାଯାଉଥିଲା। କିଛି ବର୍ଷ ପରେ ଲୋକେ ପାଇପରସ୍ ଉପରେ ଲେଖିବା ଆରମ୍ଭ କଲେ। ପାଇପରସ୍ ଗଛକୁ କ୍ରାସ୍ କରି ଶୁଖାଇ ଲେଖିବା ପାଇଁ ଉପଯୋଗୀ ତଳ ସୃଷ୍ଟି କରାଯାଉଥିଲା। ଏହା ଦେଖିବାକୁ ଏକ ବୋର୍ଡ କିମ୍ବା କାଗଜ ଭଳି ଥିଲା। ବାଇବଲର ଅନେକ ଅଂଶ ପ୍ରଥମେ ଏହି ପାଇପରସ୍ ଉପରେ ଲେଖାଯାଇଥିଲା। କାହାକୁ ବାଇବଲର ଆବଶ୍ୟକ ହେଲେ ସେମାନଙ୍କୁ ହାତେ ହାତେ ପୁନର୍ବାର ଲେଖିବାକୁ ପଡୁଥିଲା। ଲୋକମାନେ ବହୁତ ସାବଧାନ ଏବଂ ଶ୍ରଦ୍ଧା ସହିତ ଶାସ୍ତ୍ରକୁ ହାତେ କପି କରୁଥିଲେ। କାହାକୁ ବାଇବଲ ଆବଶ୍ୟକ ହେଲେ ସେମାନେ ଚର୍ମ କିମ୍ବା ପାଇପରସ୍ କାଗଜରେ ଲେଖି ଦେଉଥିଲେ। as time passed, ଏହି ଶାସ୍ତ୍ର ଗୁଡ଼ିକୁ ଧୀରେ ଧୀରେ ପ୍ରଚଳନରେ ସାର୍କୁଲେସନରେ ଆସିଲା। ସିନାଗୋଗ, ଚର୍ଚ୍ଚ ଓ ଉପାସନ ସ୍ଥାନ ଗୁଡ଼ିକରେ ଅନେକ ଲୋକ ବାଇବଲ ପଢୁଥିଲେ। ଅନେକ ସମୟରେ ଗୋଟିଏ ଶାସ୍ତ୍ର ଗ୍ରନ୍ଥକୁ ଅନେକ ଲୋକ ମିଶିକରି ବ୍ୟବହାର କରୁଥିଲେ।